ଆଜି ଶୁଣନ୍ତୁ ଶରଧାବାଲିର କାହାଣୀ। ରାଜା ଭାନୁଦେବଙ୍କର ମାତା ଶ୍ରଦ୍ଧାମଣି ସେ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ସେ ସବୁଦିନ ଜଗନ୍ନାଥଙ୍କୁ ଦର୍ଶନ କଲା ପରେ ଯାଇ ଅନ୍ନଜଳ ସ୍ପର୍ଶ କରୁଥିଲେ। ସେତେବେଳେ ବଡ଼ଶଙ୍କଠାରେ ମାଳିନୀ ନଦୀ ନାଁରେ ଗୋଟିଏ ଚିରସ୍ରୋତା ନଦୀ ବହୁଥିଲା। ରଥଯାତ୍ରା ସମୟରେ 6ଟି ରଥ ତିଆରି ହେଉଥିଲା। ରଥଯାତ୍ରା ସମୟରେ ଜଗନ୍ନାଥଙ୍କୁ ନବା ଆଣିବା ମଧ୍ୟ ବହୁତ କଷ୍ଟ ହେଉଥିଲା। ଗୁଣ୍ଡିଚା ଘରେ ଜଗନ୍ନାଥ ରହୁଥିବାରୁ ତାଙ୍କର ଦର୍ଶନ ପାଇଁ ଶ୍ରଦ୍ଧାମଣିକୁ ମଧ୍ୟ ବହୁତ କଷ୍ଟ ହୁଏ। ଆଉ ସେ ଜଗନ୍ନାଥଙ୍କୁ ଦର୍ଶନ ନ କଲେ ଅନ୍ନ ଜଳ ମଧ୍ୟ ସ୍ପର୍ଶ କରନ୍ତି ନାହିଁ। ଆମ ଭକ୍ତବତ୍ସଳ ଜଗନ୍ନାଥ ଶ୍ରଦ୍ଧାମଣିଙ୍କର ଏ କଷ୍ଟ ସହି ନ ପାରି ମାଳିନୀ ନଦୀକୁ ପୋତିବା ପାଇଁ ସ୍ୱପ୍ନାଦେଶ କଲେ। ରାଜା ଭାନୁଦେବ ସ୍ୱପ୍ନାଦେଶ କଥା ପ୍ରଜାଙ୍କ ଆଗରେ କହିବା ପରେ ପ୍ରଜାମାନେ ଅତି ଶ୍ରଦ୍ଧାରେ ମାଳିନୀ ନଦୀକୁ ବାଲି ଆଣି ପୋତିବାରେ ଲାଗିଲେ। ଆଉ ସେ ବାଲିର ନାଁ ରଖିଲେ ଶ୍ରଦ୍ଧାମଣିଙ୍କ ନାଁରେ ଶରଧା ବାଲି। କାହାଣୀଟି ସରିବା ଭିତରେ ମୋର ମୂଳା ଶାଗ ମୁଗ ଯାଇ ମସଲା ଦିଆ ତରକାରୀ ରେଡ଼ି ହେଇଗଲା। ଯଦି ତରକାରୀଟି ଭଲ ଲାଗିଲା ତାହେଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିଦେବେ।